ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଚାଲିଛି। ଗୋଟେ କଥା ଆମେ ନିହାତି ବୁଝିବା ଆବଶ୍ୟକ। ହସ୍ତିନାପୁର କଥା, ମହାଭାରତ କଥା। ପାଣ୍ଡବ ମାନେ କୌରବଙ୍କ ଠାରୁ ମାତ୍ର 5 ଖଣ୍ଡ ଗ୍ରାମ ମାଗିଥିଲେ। ଦୁର୍ଯ୍ୟୋଧନ କହିଲେ ବିନା ଯୁଦ୍ଧେ ଦେବି ନାହିଁ ସୁଚାଗ୍ରେ ମେଦିନୀ। ଛୁଞ୍ଚି ଅଗଳ ମାନେ ଗୋଟେ ଛୁଞ୍ଚିର ଜାଗା ମଧ୍ୟ ଦେବେନି ବିନା ଯୁଦ୍ଧରେ। ମାନେ ଏତେ ଗର୍ବ ଥିଲା ନିଜର ବଳ, ସୈନ୍ୟ, ଅସ୍ତ୍ର ଆଉ ଅର୍ଥ ପାଇଁ, ଯୋଉଟା କି ସେ କହିଥିଲେ ବିନା ଯୁଦ୍ଧରେ ମୁଁ ଦବାର ନାହିଁ। କାରଣ ସେମାନେ ହଉଛନ୍ତି 5 ଭାଇ, ଏମାନେ ହଉଛନ୍ତି 100 ଭାଇ। ସ୍ୱାଭାବିକ ନିହାତି ପର୍ବ ରହିବ। ଭୟାବହ ଯୁଦ୍ଧ ହେଲା କୁରୁକ୍ଷେତ୍ରରେ, ଦୁଇ ପରିବାର ଶହ ଶହ ଯୋଦ୍ଧା, ଲକ୍ଷ ଲକ୍ଷ ସୈନ୍ୟ ସାମନ୍ତ ମୃତ୍ୟୁବରଣ କଲେ। ଆଜି ସେଇ ହସ୍ତିନାପୁର ଏବଂ କୁରୁକ୍ଷେତ୍ର ଅଛି। ଗୋଟେ 5ଟି ଗ୍ରାମ ମାଝିରେ ସେ 5ଟି ଗ୍ରାମ ମଧ୍ୟ ଅଛି, ଯଥା ଇନ୍ଦ୍ରପ୍ରସ୍ଥ, ତିଳପ୍ରସ୍ଥ, ବ୍ୟାଘ୍ରପ୍ରସ୍ଥ, ସ୍ୱର୍ଣ୍ଣପ୍ରସ୍ଥ, ପର୍ଣ୍ଣପ୍ରସ୍ଥ ବୋଲି 5ଟି ଗ୍ରାମ ଅଛି। କିନ୍ତୁ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ସୈନ୍ୟ ମୃତ୍ୟୁବରଣ କରୁଛନ୍ତି, ଯୋଉଟା କି ଧ୍ୱଂସ ହିଁ ହେଇଛି। କିଛି ଉନ୍ନତି ନ ହୁଏ, ମାନେ ସେ ଯେତିକି ଉନ୍ନତି କରିବା ତାଠୁ ଲକ୍ଷେ ଗୁଣ ତଳକୁ ହିଁ କରିଛନ୍ତି। ଯୋଉ କାଳେ କାଳେ ସେଟା ଆଗରୁ ଅଛି, ଯୋଉଟା କି ବର୍ତ୍ତମାନ ଦେଖିବାକୁ ମିଳୁଛି। ଯୋଉମାନେ ହଜାର ହଜାର ଉଦାହରଣ ଆସିଛି ଯେ ମନୁଷ୍ୟ ମୂର୍ଖଙ୍କ ସହିତ ବାରମ୍ବାର ପରସ୍ପର ଯୁଦ୍ଧ ଅବତୀର୍ଣ୍ଣ ହେଉଛି। ଆଶ୍ଚର୍ଯ୍ୟର କଥା, ବାର୍ଦ୍ଧକ୍ୟର କୌଣସି ପ୍ରଭାବ ପଡୁନି। ମାନେ ଯେତେଟା ଲିଡର ହୁଅନ୍ତି, ୟୁଏସ, ଇସ୍ରାଏଲ, ରୁଷ, ଯୋଉ ଆମେରିକା, ସମସ୍ତଙ୍କର ଯୋଉ ଲିଡର ଅଛନ୍ତି, ମାନେ ସୁପ୍ରିମ ଲିଡର, ସେମାନଙ୍କର ବୟସ 70 75 ଉର୍ଦ୍ଧ୍ୱ ହେଲା ମଧ୍ୟ ସେମାନେ ଖାଲି କହୁଛନ୍ତି ଯୁଦ୍ଧ କରିବା ପାଇଁ। ଯାହାଙ୍କର ଇଙ୍ଗିତରେ ବା ଯାହାଙ୍କର ଗୋଟେ ଆଦେଶରେ ଲକ୍ଷ ଲକ୍ଷ କୋଟି କୋଟି ଯୁବପିଢି ଆଗକୁ ନିଜ ଜୀବନକୁ ନିଃସ୍ୱ କରିକି ଦେଶ ପାଇଁ ଲଢୁଛନ୍ତି। କାହିଁକି? ପ୍ରକୃତରେ ଏତେ ଲୋଭ କଣ ପାଇଁ? ଯଦି ଗୋଟେ ସୀମା ନିର୍ଦ୍ଧାର କରାଯାଇଛି ଯେ ଏତିକି ହଉଛି ଭାରତର ସୀମା, ତାହେଲେ ସେଇ ଭିତରେ ମଧ୍ୟ ରହିକି ମଧ୍ୟ ଉନ୍ନତି କରିପାରିବ। କିନ୍ତୁ ଯୋଉ ଉନ୍ନତି ଅଲରେଡି ବିକଶିତ କରି ଡେଭଲପ ହେଇଯାଇଛନ୍ତି, ଯେଭଳି ଆମେରିକା, ରୁଷ, ଚାଇନା, ଆମର ଯଦି ପଡୋଶୀ ଦେଶ ପାକିସ୍ତାନ, ତାଙ୍କ ମନରେ ସବୁବେଳେ କେମିତି ନିଜ ନିଜ ଭିତରେ, ଯୋଉଟା କି ଏବେ ନୁହଁ ପୂର୍ବ ପିଢିରୁ ମଧ୍ୟ, ମାନେ ପୂର୍ବ ଇତିହାସ ମଧ୍ୟ ଗଡି ଗଡି ଆସୁଛି। ଯାହା ପାଖରେ ଅଧିକ ଅସ୍ତ୍ର ଶସ୍ତ୍ର, ଯିଏ କହନ୍ତିନି ବଳବାନ, ସେ ଛୋଟ ଦେଶକୁ ସମ୍ପୂର୍ଣ୍ଣ ଭାବେ ଆଟାକ କରିକି ତାକୁ ନିରସ୍ତ୍ର କରିକି ତାର ସମ୍ପୂର୍ଣ୍ଣ ବେନିଫିଟ ନିଜେ ଭୋଗ କରିବାକୁ ଚାହୁଁଛି, ନିଜେ ଉନ୍ନତି ଉପରକୁ ଗୋଟେ ଚାହୁଁଛି। ସେ ଦେଶ ଗୁଡିକ ସେମିତି ଅବହେଳିତ ରୁହନ୍ତୁ ବା ସେମାନେ ସବୁବେଳେ ଗୁଲାମଗିରି ହିଁ କରନ୍ତୁ। ଯୋଉଟା କି ଦେଖିବାକୁ ମିଳୁଛି ମାନେ ଆମେରିକା କ୍ଷେତ୍ରରେ। ଯେକୌଣସି ଦେଶ ସେମାନେ ଅଧିକରୁ ଅଧିକ ପରମାଣୁ ଶକ୍ତି ପ୍ରୟୋଗ କରିପାରୁଛନ୍ତି, ନିରୀକ୍ଷଣ କରିପାରୁଛନ୍ତି, ସେଇଥିରେ ଏକ୍ସପେରିମେଣ୍ଟ କରିପାରୁଛନ୍ତି। ଇନ କମ୍ପାରିଜନ ଟୁ ଅଦର ଦେଶ, ଅଲଗା ଦେଶରେ ମଧ୍ୟ ସେତିକି ହେଇପାରୁନି। ସେମାନେ କଟକଣା ଲଗେଇ ଦେଇଛନ୍ତି, ତମେ ଏଇଟା କରିବ, ଆମେ ଏଇଟା ବନ୍ଦ କରିଦବୁ। ତାରିଫ ଅଲଗା ଲଗେଇଦବୁ। ଭାରତ ତାରିଫ ଅଧିକ ଲାଗୁଛି। ମାନେ ସେମାନେ ଚେଷ୍ଟା କରନ୍ତୁ ସମସ୍ତେ ଆମ ଗୁଲାମ ହିଁ ରହନ୍ତୁ। ମୋ ଗୁଲାମ ରହନ୍ତି, ମୁଁ ସର୍ବଶକ୍ତିମାନ, ମୁଁ ସବୁଠୁ ହଉଛି ଅଧିକ ଶକ୍ତିଶାନ, ମୋଠୁ ସମସ୍ତେ ମୋ ଅଣ୍ଡରେ ହିଁ ରୁହନ୍ତି, କେହି ଉନ୍ନତି କରନ୍ତୁ ନାହିଁ। ଯୋଉଟା କି ଏବେ ମଧ୍ୟ ଇସ୍ରାଏଲ ଇରାନ ଯୁଦ୍ଧରେ ଗୋଟେ ୟୁଏସ ପ୍ରତିରକ୍ଷା ମନ୍ତ୍ରୀ, ସେ ଚାହୁଁନାହାନ୍ତି ଯେ ଭାରତ ଚାଇନା ଭଳିଆ ଉନ୍ନତି କରୁ। କାରଣ ଚାଇନା ଯେତିକି ଡେଭଲପ କରୁଛି, ତାର ନିଜସ୍ୱ ଡାଟା ସେଣ୍ଟର ଅଛି, ନିଜସ୍ୱ ସମ୍ପୂର୍ଣ୍ଣ ଯୋଉ କହନ୍ତିନି ମୋବାଇଲ ଆପ୍ ଧରିକି ଭଲ ସବୁ ନିଜସ୍ୱ ସେ ଦେଇଛନ୍ତି। ନିଜସ୍ୱ ଡାଟା ନିଜ ପାଖରେ। କିନ୍ତୁ ଆମେ ଆମ ଗାଁ ଅଛି, ଆମର ଗଳି କନ୍ଦି ସବୁ ଗୁଗୁଲ ମ୍ୟାପରେ ୟୁଜ କରୁଛି। ଗୁଗୁଲ ଗୋଟେ ଆମେରିକା କମ୍ପାନୀ। ସାମସଙ୍ଗ ଯାବତୀୟ ଜିନିଷ ଟେକ୍ନୋଲୋଜି ଭଲ ମନ୍ଦ ସବୁ ପ୍ରାୟ ଡିପେଣ୍ଡେଣ୍ଟ କରୁଛି ଆମେରିକା ଉପରେ। ସ୍ୱାଭାବିକ ଯେ ଆମ ଡାଟାଟା ଆମେରିକା ପାଖରେ ରହିବ, ରାଜା କିଏ? ଆମେରିକା ହିଁ ହବ। ଆମ ଉପରେ ମାନେ ସୁଇଚ୍ ଚିପି ଦେଲେ ମୋବାଇଲ ଗୁଡିକ ହ୍ୟାକ ହେଇଯିବ। ଆମେ କଣ କରୁଛେ କଣ ନାହିଁ, ସମ୍ପୂର୍ଣ୍ଣ ଲିକ୍ ହେଇଯିବ, ସମ୍ପୂର୍ଣ୍ଣ ଆମେ ବିପଦ ଯୁକ୍ତ। ସେଥିପାଇଁ ଆମ ଭାରତ ସରକାର ନିଜକୁ ସୁଦୃଢ କରିବାକୁ ପଡିବ, ଯେମିତି ଆମେ ଇଣ୍ଡିପେଣ୍ଡେଣ୍ଟ ରହିପାରିବା, କାହା ଉପରେ ଯଦି ନିର୍ଭରଶୀଳ ନ ହେଇପାରିବା। ଯେତେ ଦିନ ଯାଏ ନିର୍ଭରଶୀଳ ହଉଥିବା, ନିଜସ୍ୱ ବେସମେଣ୍ଟ ତିଆରି କରିନଥିବା, ସମ୍ପୂର୍ଣ୍ଣ ଷ୍ଟୋରେଜ କାପାସିଟି ବଢିନଥିବା, ଆଜି ଏଲପିଜି ଅଛି, କାଲି ଖାଦ୍ୟ ହବ, କାଲି ଆଳୁ ପାଇଁ ହବ, କାଲି ଅଣ୍ଡା ପାଇଁ ହବ, ନଡିଆ ପାଇଁ ହବ, ବା ଅଲଗା କୌଣସି ଜିନିଷ ପାଇଁ ହବ, ଟେକ୍ନୋଲୋଜି ପାଇଁ ହବ, ସବୁବେଳେ ଆମକୁ ଇଣ୍ଡିପେଣ୍ଡେଣ୍ଟ ହବା ଦରକାର। ଆଉ ତାର ମାନୁଫାକ୍ଚରିଂ ୟୁନିଟ ଗୁଡିକ ବଢିଆ ଆବଶ୍ୟକ। ନ ବଢିଲେ ଆମେ ଏମିତି ସବୁବେଳେ ସେମିତି ହଇରାଣ ହଉଥିବା, ଅନ୍ୟ ଉପରେ ଡିପେଣ୍ଡେଣ୍ଟ ହଉଥିବା, ଅନ୍ୟ ଉପରକୁ ମାନେ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ସରେଣ୍ଡର କରିବାକୁ ବାଧ୍ୟ ହବା। ଜୟ ଜଗନ୍ନାଥ।